ସେଦିନ ମୋ କଥାକୁ ବିଶ୍ୱାସ କରିଥିଲେ ପଚାରେ ସେ ମୋ ମଧ୍ୟରେ ସିନ୍ଦୁର ଦେଇଛନ୍ତି ପ୍ରମାଣ କରିବା ପାଇଁ ତ ଡାକି ଆଣିଥିଲେ। ଆଚ୍ଛା 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 ତମେ ମୋ ଝିଅକୁ ଭଲ ସେଦିନ ତା ମଥାରେ ତମେ ସିନ୍ଦୁର ପିନ୍ଧେଇ ଦେଇଥିଲ। ମୁଁ ସେଦିନ ଗଙ୍ଗାଙ୍କ ମଥାରେ ଠାକୁରାଣୀଙ୍କ ସିନ୍ଦୁର ପିନ୍ଧିଲି। ମୋ ଘର ତମ ଭାବନା ମୋ ଶିକ୍ଷାଗତ ଯୋଗ୍ୟତା ଏବେ ତମର ପେଶା ପ୍ରକୃତ ଘର ବୀରଭଦ୍ର। ବାବାଙ୍କ ନାଁ ସୁଦର୍ଶନ ସାମନ୍ତ। ମୁଁ ଛୋଟ ହେଇଥିଲି ମୋ ବାପା ମୋତେ ଚାଲି ଯାଇଛନ୍ତି। ମୋ ପରିଚୟ କହିଲେ କେବଳ ମୋ ବଡ଼ ଭାଇ ବାଲ୍ମୀକି ସାମନ୍ତ। ସେ ମୋ ସାମନ୍ତ ଭାଇ। ବାଲ୍ମୀକି ସାମନ୍ତ କାହାର ତମ ବଡ଼ ଭାଇ? ହଁ ଭାଇ। ସେ ଖାଲି ମୋ ଭାଇ ନୁହନ୍ତି, ସେ ମୋ ପାଇଁ ସବୁ କିଛି, ମୋର ସର୍ବସ୍ୱ ଅଛି। ବାଲ୍ମୀକି ସାମନ୍ତ ତମ ବଡ଼ ଭାଇ, ତମ ସର୍ବସ୍ୱ, ତମର ସବୁ କିଛି। ଆଜ୍ଞା ଯାହା କହିବେ ତମେ ସେଇଆ କରିଦେବ। ସିଓର। ଯଦି କହିବେ ମୋ ଝିଅକୁ ଭୁଲି ଯାଅ ବୋଲି ମୋ ଝିଅକୁ ଭୁଲିଯିବ ତମେ। ଯଦି କହିବ ମୋ ଝିଅକୁ ମାରି ଦିଅ ବୋଲି ମୋ ଝିଅକୁ ମାରି ଦେଇପାରିବ ତମେ। ଜାଣିଯା ଆଖି ସାମ୍ନାରୁ ମୋ ଘରୁ ଚୁପଚାପ ଚାଲିଯା, ନହେଲେ ଗଳାରେ ଧକ୍କା ଦେଇ ଘରୁ ବିଦା କରିଦେବେ। ମୁଁ ଜାଣିଲି ନା এইটা তা ভাইর উপরে চক্রান্ত। ততে তা ঘরକୁ বহু କରିନେଇ ମୋ ନାଁରେ ଥରେ ଜମିଟାକୁ ସେ ତା ନାଁରେ କରିବା ବସିଛି। ନାଇଁ ଆଜ୍ଞା, ଆପଣ ଏମିତି କ'ଣ କହୁଛନ୍ତି? ମୁଁ ଆପଣଙ୍କ କଥା କିଛି ବୁଝିପାରୁନି। ନା ସବୁ ବୁଝି ସୁଝି ନ ବୁଝିପାରିବାର ଅଭିନୟ କରୁଛ। ଆପଣ ମୋ ଭାଇକୁ ଜାଣିନାହାନ୍ତି ଆଜ୍ଞା, ସେ ବହୁତ ଭଲ ଲୋକ। ସେ ଗୋଟେ ବେଇମାନ ଅମଣିଷ ପଶୁ। ତମେ କେସେ ମୋ ଝିଅକୁ ବୋହରା କରି ମୋ ଉପରେ ସେ ରିଭେଞ୍ଜ ଭାବ ବସୁଛି। ରିଭେଞ୍ଜ ନହେଲେ ନହେଲେ କ'ଣ କରିବ ତମେ? କ'ଣ କରିପାରିବ ତମେ? ମୁଁ ବି ଆପଣଙ୍କୁ ଅପମାନ ଦେବାକୁ ପଛେଇ ଯିବିନି। ତୁ ଆମ ଘର ଭିତରେ ବସି ମୋ ସାମ୍ନାରେ ମୋ ବାପାଙ୍କୁ ଅପମାନ ଦବୁ? କିଏ ବେ ତୁ? ଓ ଜୟ ସାମନ୍ତ। ଧରିବା ମୋ ଜାତକରେ ନାହିଁ। ତମେ ଭାବନି ଯେ ମୁଁ ତମ ଘରେ ଛିଡ଼ା ହେଇଛି, ତମେ ମତେ ଅପମାନ ଦବ, ମୋ ଭାଇଙ୍କୁ ଅପମାନ ଦବ। ଏସବୁ ମୁଁ ଚୁପଚାପ ସହିଛି। କେବଳ ଗଙ୍ଗାକୁ ଭଲ ପାଉଛି ବୋଲି ଏପର୍ଯ୍ୟନ୍ତ ମୁଁ ଚୁପଚାପ ଛିଡ଼ା ହେଇଛି। ତା ନହେଲେ କ'ଣ କରିବୁ? ଜମା ଟେନସନ ନେନା, ସମାଧାନ ମୁଁ କରିବି। ମୁଁ ଘରେ ଘରେ କହୁଛି ଚୁପଚାପ ଚାଲିଯା, ଚୁପଚାପ ମୋ ଘରୁ ଚାଲିଯା। ଯିବି ତ ନିଶ୍ଚୟ, କିନ୍ତୁ ଯିବା ପୂର୍ବରୁ ଗଙ୍ଗାଙ୍କୁ ମୁଁ ଗୋଟେ କଥା ପଚାରିକି ଯିବି। କିଛି ପଚାରି ପାରିବନି ତମେ। ତମର କୌଣସି ପ୍ରଶ୍ନର ସେ ଉତ୍ତର ଦେଇପାରିବନି। ମୁଁ ତାକୁ ନିଶ୍ଚୟ ପଚାରିବି, ଆଉ ସେ ନିଶ୍ଚୟ ଦେବେ। ନିଶ୍ଚୟ କୁହ ଗଙ୍ଗା, ଭଲ ପାଅ କି ନା? ଗଙ୍ଗା, ଆରେ ମୁଁ ପୁରା କ'ଣ ପଚାରୁଛି? କୁହ ଗଙ୍ଗା, ତମେ ମତେ ଭଲ ପାଅ କି ନା? ମୁଁ ତମକୁ ଭଲ ପାଏ, ବହୁତ ଭଲ ପାଏ। ତାହେଲେ କୁହ, ତମେ ମତେ ବାହା ହବା ପାଇଁ ରାଜି କି ନା? ରାଜି, ମୁଁ ତମକୁ ବାହା ହେବାକୁ ରାଜି। ତାହେଲେ ଠିକ ଅଛି, ଏବେ ଏଇଠୁ ମୋ ହାତ ଧରି ତମେ ମୋ ସହିତ ମୋ ଘରକୁ ଚାଲ। ଚାଲ ଚାଲ ମୋ ସହିତ ଚାଲ। ଏତିକି ମାରିଲା ଭଲରେ କହୁଛି ମୋ ଉପରକୁ ହାତ ଉଠାଉ, ଆଉ ତାର ହେଲେ କ'ଣ କରିବାର ଆସିଛ?
ବାପା କହୁଛି ରେ ମା ମୁଁ ତ ବାପା କହୁଛି ତୁ ଏଇଟାକୁ ଭୁଲି ଯା ମୋ କଥା ନ ମାନି ହାତ ଧରି ଯାଇ ଯାଉନା ତାହେଲେ ତୁମ ମଲା ମୁହଁ ଦେଖିବୁ ମୁଁ ତୁ ଆଗରେ ଆତ୍ମହତ୍ୟା କରିଦେବି ଏତେ ବଡ଼ କଥା ତମେ ଆଜି କହିଦେଲ କାହିଁକି ତମେ ଭଲ ଭାବରେ ଜାଣିଛ ଏ ଗଙ୍ଗା ସବୁ କିଛି ସହିପାରିବ ତା ବାପାଙ୍କ ମରଣ ଦେଖିବା ତ ଦୂରର କଥା ସେ କଥା ଶୁଣିଲେ ସେ ଜମା ସହିପାରିବନି ଜମା ସହିପାରିବନି ସେ ଠିକ ଅଛି ବାବା ଠିକ ଅଛି ତମ କଥା ରଖିବାକୁ ଚାହେଁ ବିଜେପି ମୁଁ ମୋ ଚାହେଁକୁ ଧରିଯିବି ମୁଁ ତାକୁ ରଖିବାର କାହିଁକି ସବୁ କଥା ତ ଶୁଣିଲ ନା ଏବେ ଏଠୁ ଚାଲିଯାଅ ଆରେ ଚାଲିଯାଅ ତୁମେ କଣ କରିବ ତମେ ମୁଁ ଏଠୁ ଚାଲିଛି ହଁ ତୁମେ ଏଠୁ ଚାଲିଯାଅ ଆଉ ତମେ କଣ ଚାହୁଁଛ ତମେ ଏଠୁ ମାଡ଼ ଖା ମରିଯାଅ ଆଉ ତମରି ଆଖି ସାମ୍ନାରେ ମୋ ବାପା ଆତ୍ମହତ୍ୟା କରିଦିଅନ୍ତୁ ଚାଲିଯାଅ ଜମା ଆଉ ଆଜିଠୁ ଧରି ନେବ ମୁଁ ତମକୁ ଚିହ୍ନେନି କି ଜାଣିନି ତମ ସହିତ ଆଗରୁ ମୋର କୌଣସି ସମ୍ପର୍କ ନଥିଲା କି ଏବେ ବି ନାହିଁ ମୁଁ ତମକୁ ହାତ ଯୋଡ଼ିଛି ଯେତେ ଶୀଘ୍ର ପାରୁଛ ତମେ ଏଠୁ ଚାଲିଯାଅ ଚାଲିଯାଅ କଣ କରିବ ତମେ ମତେ ଚିହ୍ନି ରଖି ଜାଣିନ ହେ ଗଙ୍ଗା ଯଦି ତମେ ମତେ ଚିହ୍ନି ରଖି ଜାଣିନ ତାହେଲେ ସେଦିନ କଥା ଦେଇଥିବା ସେ ଗଙ୍ଗା କିଏ ଆରେ କୋଉ ଗଙ୍ଗା ସେ କି ସେଦିନ ମୋ ହାତରୁ ଠାକୁରାଣୀଙ୍କ ସିନ୍ଦୁର ପିନ୍ଧିଥିଲା আরে কে সে গঙ্গা যে কি সারা জীবন গোটিয়ে সুতারে বাঁধি হেই রহিব বলি মতে কথা দেই আরে কে সে গঙ্গা অভিনব সে গঙ্গা আজিঠাରୁ মରି ଯାଇଛି ও ভদ্রলোক মোর সাথে হেই কথা তো যাও না এবে গাছ আউলি ভজা মানে মাকিও যাও